ଆଜି ହଉଛି ପଞ୍ଚୁକର ଶେଷ ପୂର୍ଣ୍ଣମୀ, ସେଥିପାଇଁ ହଉଛି କାର୍ତ୍ତିକ ପୂର୍ଣ୍ଣମୀ। ସେଥିପାଇଁ ଶୁଳ୍ପକୁ ଧରିକି ସିଧା ଚାଲିଗଲି ନଦୀକୁ। ଆମର ତ ୟାକୁ ଶୁଳ୍ପ କୁହନ୍ତି, ଆପଣଙ୍କ ଆଡ଼େ ୟାକୁ କିସ କୁହନ୍ତି? ସମସ୍ତେ ଡଙ୍ଗା ଭସେଇ ସାରିଲା ପରେ ମୁଁ ଏଠି ଚାଲି ଆସିଲି, ଧୂପକୁ ଲଗେଇଦେଲି। ଧୂପକୁ ଟିକେ ବନ୍ଦେଇ ବୁନ୍ଦା ଦେଇକି ଦୀପ ଲଗେଇକି ଭୋଗ ଦେଇ ଦୁଆକି ରେଡ଼ି କରିଦେଲି ତାକୁ ଭସେଇବା ପାଇଁ। ଆଉ ଆପଣମାନେ କୁହନ୍ତୁ ନା, ଆପଣମାନଙ୍କ ଗାଁରେ ଏମିତି ହୁଏ କି ନାହିଁ କି ଆପଣ ଶୁଳ୍ପ ଭସେଇଥିବେ ନାହିଁ, ଛାଡ଼ିଥିବେ କି ନାହିଁ, ପିଲାମାନେ ଯାଇକି ଆପଣଙ୍କ ଶୁଳ୍ପରୁ ଯାଇକି ଭୋଗ କାଢ଼ି ଆଣନ୍ତି? ଏମିତି ଆପଣଙ୍କ ସହିତ ହୁଏ କି ନାହିଁ? ଆମ ଗାଁରେ ତ ପ୍ରବଳ ମାତ୍ରା ହୁଏ, ଦେଖୁନାହାନ୍ତି ଛୁଆମାନଙ୍କୁ ସମସ୍ତଙ୍କୁ। ଶୁଳ୍ପ ଭସେଇକି ମନ୍ଦିରକୁ ଆସିଲା ବେଳକୁ ବାବାଲୋ କି ଭିଡ଼, ପୁରା ଭିଡ଼ ହେଇଗଲାଣି। କି ଆମର ତ ଏବେ ରାତି ଥିଲା, ଆସ୍ତେ ଆସ୍ତେ ସକାଳେ ପାଇଗଲାଣି। ସେଥିପାଇଁ ସମସ୍ତେ ସିରିଏଲରେ ରହିଯାଇଛୁ ଲାଇନରେ, ମାନେ ଦୀପ ଜାଳିବା ପାଇଁ। ସମସ୍ତେ ଅପେକ୍ଷା କରୁଛନ୍ତି କେତେବେଳେ ଦୀପ ଦେବେ, ଆମେ ଟିକେ ଭଗବାନଙ୍କୁ ଦୀପ ଟିକେ ବନ୍ଦା ବନ୍ଦା କରିଦେଇକି ଏପଟେ ଆଳତି ସରିଗଲା ପରେ ଏଠି ଆମେ ଦୀପ ଜାଳୁଥିଲୁ। ଦୀପ ରଖି ରୁଖା ଦେଇକି ଏବେ ଆମେ ବାହାରକୁ ଯିବୁ ବାଲାକୁ। ଏମାନେ ସବୁ ଭ୍ରମଣ କରୁଛନ୍ତି, ମୁଁ ବି ଚାରିପଟେ ଭ୍ରମଣ କଲି। ଭ୍ରମଣ କରି ସାରିକି ଭୃଙ୍ଗି ପାଖକୁ ଦେଖିଲାକୁ କେତେ ସୁନ୍ଦର ଦୀପରେ ସଜେଇଛନ୍ତି, ଏତେ ସୁନ୍ଦର ଦେଖାଯାଉଛି। ତାପରେ ଆଜି ଆମ ମନ୍ଦିରରେ କିଛି ପ୍ରସାଦ ବଣ୍ଟା ହେଉଛି। ଏପଟେ ଚୁଡ଼ାଭୋଗ, ବିସ୍କିଟ୍, କ୍ଷୀରି, ଖିଚିଡ଼ି, କେତେ ରଙ୍ଗ ପ୍ରସାଦ ଆଜି ବଣ୍ଟା ହେଉଥିଲା। ମୋତେ ତ ଲାଗୁଥିଲା ଆଜି ଏଇ ପ୍ରସାଦରେ ହିଁ ପେଟ ହିଁ ଭରିଯିବ, ଆଉ ଫାଟି ବି ଯିବ ମୋର। ସେଥିପାଇଁ ଖିଚିଡ଼ି ଦୁନେ ଧରିକି ଚାଲି ଘରକୁ ଆସିକି ତାକୁ ଠାକୁର ପୂଜା କରିସାରିଲା ପରେ, ଆଉ ଘରେ ବି ଭୋଗ ଦୋଳି ଦୋଳାଇ କରିସାରିଲା ପରେ ଏବେ ମୁଁ ପ୍ଲେଟ୍ ଧରିକି ବସିଗଲି। ଠାକୁରଙ୍କୁ ଟିକେ ଡାକିକି ଭୋଗ ଟିକେ ଖାଇଦେଲି। ତାପରେ ମନ୍ଦିରରୁ ଆଣିଥିଲି ଖିଚିଡ଼ି ବି ଖାଇଦେଲି। ଆପଣମାନେ ଖାଇଛନ୍ତି କି ନାହିଁ?